हेलो एवरीवन पिलामाने तुम समस्तଙ୍କୁ स्टडी एंड स्टडी रो आ गोटे फ्रेश क्लास रे मु सुब्रत सर वेलकम करछि। पिले गत क्लास रे मु जो भलिया कहितली +3 फर्स्ट सेमिस्टर फिजिक्स ऑनर्स रो इंपोर्टेंट लॉन्ग क्वेश्चन आउ शॉर्ट क्वेश्चन सब प्रोवाइड करी बोली गत वीडियो रे पिले मु मेकानिक्स रो क्वेश्चन प्रोवाइड करथले यूनिट 3 रो आज पिले मु नै कि तुम पई आसी मैथमेटिकल फिजिक्स जो पिले रहला फर्स्ट सेमिस्टर फिजिक्स ऑनर्स रो जो मैथमेटिकल फिजिक्स पिले रहला तारो यूनिट 1 ताकू पिले डिस्कशन भलो से पिले करबा। सिलेबस तो समस्ते पिले भल भाव में देखिच यहाँ है तुम सिलेबस पूर्वर जोड़ा थिला यूनिट 1 आउ 2 को मिसईकी जोड़ा थिला पिले पार्शियल डेरिवेटिव पार्टा यूनिट 2 रे पिले पूर्वर थिला एबे यूनिट 1 ने पिले कर देछि ठीक अछि। तो यूनिट 1 टारे पिले दुईटा पार्ट रहउछि गोटे हला पिले कैलकुलस कैलकुलस आउटे हला पिले कैलकुलस 2 गोटे कैलकुलस 1 आउटे पिले कैलकुलस 2 ठीक अछि। तो कैलकुलस 1 रे एगुडा हमर सब प्लॉटिंग ऑफ फंक्शन रहिला एगुडा सब डिफरेंशिएबल होमोजेनियस रहिला शॉर्ट क्वेश्चन लॉन्ग क्वेश्चन सब पिले कहि दउछि। आउ कैलकुलस 2 रे से भलिया पिले रहिला तमर पार्शियल डेरिवेटिव पार्टा आ लाग्रांज मल्टीप्लायर मेथड रे किछि रहिछि पिले जो माने भी वर्तमान सुधा हमर व्हाट्सएप ग्रुप रे पिले जॉइन हैनो जस्ट जो 9 नंबर देखछो पिले 9090171794 9090171794 एई नंबर रे जस्ट खाली गोटे पिले हाई लिखि के सेंड कर दबो हाई लिखि के सेंड कर देले मु फ्री रे हम व्हाट्सएप ग्रुप रे पिले तुमको ऐड कर देबी व्हाट्सएप ग्रुप रे रहि गले तमे प्लस रिलेटेड जहां भी इन्फॉर्मेशन से व्हाट्सएप ग्रुप रे पिले को शेयर करे ठीक अछि। सबरो अलग अलग ग्रुप रहिछि पिले +2 ପିଲାଙ୍କ ପାଇଁ ଅଲଗା ଗ୍ରୁପ ରହିଛି ବିଏଡ୍ ଏଣ୍ଟ୍ରାନ୍ସ ପାଇଁ ଅଲଗା ରହିଛି ସିଟି ଏଣ୍ଟ୍ରାନ୍ସ ପାଇଁ ସବୁ ଅଲଗା ଗ୍ରୁପ ରହିଛି। ତମେ ଏଇ ଜଷ୍ଟ ନମ୍ବର ଖାଲି ଗୋଟେ ହାଇ ଲେଖିକି ପିଲେ ସେଣ୍ଡ କରିଦବ। ଆଉ ଯାହା ବି ପିଲେ ଇମ୍ପୋର୍ଟାଣ୍ଟ ଲଙ୍ଗ କ୍ୱେଶ୍ଚିନ୍ ଦେବି ସର୍ଟ କ୍ୱେଶ୍ଚିନ୍ ଦେବି ସିଲେକ୍ସନ ପିଲେ ଦେବି ୟାର ଯଦି ଡିଟେଲ୍ସ ନୋଟ୍ସ ଆଉ ଭିଡ଼ିଓ ନୋଟ୍ ଆଉ ଭିଡ଼ିଓ ପିଲା କମ୍ପ୍ଲିଟ୍ +3 ଫାର୍ଷ୍ଟ ସେମିଷ୍ଟର ପୁରା କମ୍ପ୍ଲିଟ୍ ନୋଟ୍ସ ଆଣ୍ଡ ଭିଡ଼ିଓ ଯଦି ପାଇବା ପାଇଁ ଚାହୁଁଛ ବୋଥ୍ ପେପର ପିଲେ ମେକାନିକ୍ସ ଆଉ ମ୍ୟାଥମେଟିକାଲ ଫିଜିକ୍ସର ଯାଇକି ପିଲେ ପ୍ଲେ ଷ୍ଟୋରରୁ ଷ୍ଟଡି ଆଣ୍ଡ ଷ୍ଟଡି ଡାଉନଲୋଡ୍ ପିଲେ କରିବ। ତାପରେ ହେଉଛି ନିଜର ନାଁ ମୋବାଇଲ ନମ୍ବର ଦେଇ ସାରିଲା ପରେ ସବସ୍କ୍ରିପସନ୍ ପିଲେ ନେଇପାରିବ। +3 ଫିଜିକ୍ସ ଅନର୍ସ ଫାର୍ଷ୍ଟ ସେମିଷ୍ଟର ଓନ୍ଲି ପିଲେ 1999 ପ୍ରାଇସ୍ ଅଛି ପିଲେ ଏଇଟା 2000 ଟଙ୍କା 1099 ଟଙ୍କା 1099 ଟଙ୍କା ପିଲେ 1999 ଟଙ୍କା ପିଲେ ଶୋ କରୁଛି। ତ ତମେ ପେମେଣ୍ଟ କରିଦେଲା ପରେ ଏତିକି ହିଁ ପେମେଣ୍ଟ କରିବ 2000 ଟଙ୍କା ହିଁ ପିଲେ ପେମେଣ୍ଟ କରିବ। ତ ମୁଁ ଗୋଟେ କୁପନ କୋड ପିଲା ଦେଇଦେବି 500 ଟଙ୍କା କୁପନ କୋड ଦେଇଦେବି ପିଲେ ନେକ୍ସଟ ସେମିଷ୍ଟରରେ ସେଇଟା ତମର ଡିସକାଉଣ୍ଟ ହେଇଯିବ ହେଲା 500 ଟଙ୍କା ମାନେ 1500 ଟଙ୍କା ପିଲେ ପଡ଼ିବ ଏବେ ହେଲା। ଫାର୍ଷ୍ଟ ସେମିଷ୍ଟର କମ୍ପ୍ଲିଟ୍ କୋର୍ସ ପାଇଁ ପିଲେ 1500 ଟଙ୍କା ପଡ଼ିବ। ଯଦି ଫୋନ୍ ପେ ଗୁଗଲ ପେ କିଛି ନାହିଁ ମୋତେ ଫୋନ୍ ପେ କରିଦେବ ପ୍ରାଇସ୍ଟା ମୋତେ ଫୋନ୍ ପେ କରିଦେବ ମୁଁ ଦେଲେ ବି କରିଦେବି କିଛି ଅସୁବିଧା ନାହିଁ। ଏଠି କ୍ଲିକ୍ କଲେ ନହେଲେ ଷ୍ଟୋରକୁ ଯିବ ଷ୍ଟୋର ନିଜର ନାଁ ମୋବାଇଲ ନମ୍ବର ପିଲେ ଦେଇସାରିବ ନାଁ ମୋବାଇଲ ନମ୍ବର ଦେଇସାରିଲା ପରେ ହୋମ୍ ପେଜଟା ଖୋଲିଯିବ ପିଲେ ହୋମ୍ ପେଜ ଖୋଲିଗଲା ପରେ ଏଇଟା ହୋମ୍ ପେଜ ପିଲେ ହେଲା। ଏଇଠି ତଳେ ହୋମ୍ ଲେଖା ହେଇଥିବ ତା ଡାହାଣ ପଟେ ବେଚେସ୍ ଲେଖା ହେଇଥିବ ତା ଡାହାଣ ପଟେ ପିଲେ ଷ୍ଟୋର ଲେଖା ହେଇଥିବ। ଷ୍ଟୋରରେ ପ୍ଲେ କ୍ଲିକ୍ କଲେ ଏଇ କୋର୍ସ ଗୁଡ଼ା ସବୁ ଆସିବ। ତ ଫାର୍ଷ୍ଟ ଆସିଥିବ +3 ଫିଜିକ୍ସ ଏଇଠି କ୍ଲିକ୍ କର ଏଇଠି କ୍ଲିକ୍ କଲେ ପିଲେ ତମର ଏଇଟା ଆସିଯିବ ପିଡିଏଫ୍ ନୋଟ୍ ଭିଡ଼ିଓ ସବୁ ପିଲେ ଆସିଯିବ ହେଲା ଓଭରଭ୍ୟୁ ତା ଡାହାଣ ପଟେ କଣ୍ଟେଣ୍ଟ ଲେଖା ହେଇଥିବ ଏଇ କଣ୍ଟେଣ୍ଟରେ ପିଲେ କ୍ଲିକ୍ କରିବ ତାହେଲେ ପିଡିଏଫ୍ ନୋଟ୍ ଭିଡ଼ିଓ ସବୁ ପିଲେ ଆସିଯିବ ତଳେ ବାଇ ନାଉ ଅପସନ୍ ଆସୁଥିବ ଆଉ ହେଲା 2000 ଟଙ୍କା ଆସୁଥିବ ଏଟା +2 କୋର୍ସଟା ତ ଏଟା ଦେଖେଇ ଦେଇଛି 2999 ଟଙ୍କା ପିଲେ ଆସୁଥିବ। ତ ଏଠି ବାଇ ନାଉ କଲେ ସଙ୍ଗେ ସଙ୍ଗେ ଅନଲକ୍ ହେଇଯିବ ପିଲେ ପିଡିଏଫ୍ ନୋଟ୍ ଭିଡ଼ିଓ ସବୁଗୁଡ଼ା ପିଲେ ଅନଲକ୍ ହେଇଯିବ। ଓକେ ଚାଲ टेलीग्राम ग्रुप रो पिले लिंक देदेवि पिले डिस्क्रिप्शन बॉक्स रे टेलीग्राम ग्रुप रो जॉइन कर जियो पिले समस्त टेलीग्राम ग्रुप रे ता सहित आ गोटे इंपोर्टेंट कथा को भलिया कोर्स किनिबो को भलिया कोन करिवो तार वीडियो गोटे डिस्क्रिप्शन बॉक्स रे पिले मु दे देबी हला। तो देखो मैथमेटिकल फिजिक्स रो यूनिट 1 रो पिले सिलेक्शन क्वेश्चन सब यूनिट 1 रो मैथमेटिकल फिजिक्स रो। तो देखो मैथमेटिकल फिजिक्स रो सत कथा कहया पई गले सिलेक्शन कोन मु कोन संख्या सह कहि दी परिबि के x+1/x रो पावर एठी 10 अछि तो एग्जाम रे पावर 8 आसीबो तमे कहबो सर 10 दिथिले हमर 8 आसी से भलिया नुह କଥା ହଉଛି ଗୋଟେ ଜଷ୍ଟ ବେସିକ୍ ଆଇଡିଆ ପିଲେ ହେଲା କି ଯୋଉଗୁଡ଼ା ଇମ୍ପୋର୍ଟାଣ୍ଟ କ'ଣ କ'ଣ ଆସୁଛି ମ୍ୟାଥମେଟିକାଲ ଫିଜିକ୍ସରେ ସଂଖ୍ୟା ଚେଞ୍ଜ ହେବ ମେକାନିକ୍ସ ହେଇଛି ମେକାନିକ୍ସରେ ଡାଇରେକ୍ଟ ଲଙ୍ଗ କ୍ୱେଶ୍ଚିନ୍ ମୋମେଣ୍ଟ ଅଫ୍ ଇନର୍ସିଆ ଅଫ୍ ସଲିଡ୍ ସ୍ପିୟର ମୋମେଣ୍ଟ ଅଫ୍ ଇନର୍ସିଆ ଅଫ୍ ସ୍ପେରିକାଲ ସେଲ୍ ଗ୍ରାଭିଟେସନ ଚାପ୍ଟରରେ ସେଭଳିଆ ମୁଁ ଦେଇ ଦେଇଛି ପିଲେ ହେଲା କି ଯାଇକି ପ୍ଲେ ଲିଷ୍ଟରେ ଦେଖିବ ଭିଡ଼ିଓ ସବୁ ରହିଛି ଓକେ। ତ ପ୍ରିଭିୟସ୍ ଇୟର ସବୁ ଭିଡ଼ିଓ ରହିଛି ଟେଲିଗ୍ରାମ ଗ୍ରୁପରେ ଜଏନ୍ କଲେ ପିଲେ ପାଇଯିବ ପ୍ରିଭିୟସ୍ ଭିଡ଼ିଓ ସବୁ ଯାହା ଯାହା ସିଲେକ୍ସନ୍ ଦିଆଯାଇଛି ସବୁ ପିଲେ ପାଇଯାଇ ପାରିବ ଓକେ। ଯଦି ଜଣା ହେଉଛ କିଛି ଅସୁବିଧା ଯାହା ବି ଅସୁବିଧା ହେଉଛି ମୋତେ 9090171794 ଏଇ ନମ୍ବରରେ ହ୍ୱାଟ୍ସଅପ୍ କରିପାରିବ ଠିକ୍ ଅଛି। କଲ୍ କରିବନି ପିଲେ ମେସେଜ୍ କରିବ କ୍ଲାସ୍ରେ ଥାଏ ତେଣୁ କଲ୍ କରିବନି ମେସେଜ୍ କରିବ ମେସେଜ୍ କଲେ ମୁଁ ଡେଫିନେଟଲି ପିଲେ ରିପ୍ଲାଏ ଦେବି ଯଦି ତୁମର କୋଶ୍ଚିନ୍ ଯଦି ଯେଉଁ ବିଷୟରେ ବି ଜାଣିବା ପାଇଁ ପିଲେ ଚାହୁଁଥିବ ଓକେ। ତ ଦେଖ ପିଲେ ଯେଉଁ କୋଶ୍ଚିନ୍ଟା ପିଲେ ମୁଁ ନେଇକି ଆସିଛି ମ୍ୟାଥମେଟିକାଲ ଫିଜିକ୍ସର ତୁମେ ଗୋଟେ କାମ କରିବ ପିଲେ ଯେଉଁମାନେ ସବସ୍କ୍ରିପସନ୍ ନେଇଛ ଅଲରେଡ଼ି ସେମାନେ ତ ବହୁତ ଭଲ ଭାବରେ ପିଲେ ପଢ଼ାପଢ଼ି ଚାଲିଛି ବହୁତ ଭଲ ଭାବରେ ପିଲେ ପଢ଼ାପଢ଼ି କରୁଛ ଯେଉଁମାନେ ସବସ୍କ୍ରିପସନ୍ ନେଇନବି ଗୋଟେ କାମ କରିବ ପିଲେ ଯେଉଁମାନେ ସବସ୍କ୍ରିପସନ୍ ନେଇଛ ଯେଉଁମାନେ ନେଇନବି ଏଇ ଯେଉଁ କୋଶ୍ଚିନ୍ଟା ମୁଁ ଦେବି ନା ସିଲେକ୍ସନ୍ ମ୍ୟାଥମେଟିକାଲ ଫିଜିକ୍ସର
ତମେ ଗୋଟେ କାମ କରିବ, ଏଟାକୁ କାଲକୁଲେସନ କରିକି ପିଲେ ହଉଛି ଗୋଟେ ପିଡିଏଫ କରିକି ମତେ ହ୍ୱାଟ୍ସଆପରେ ପିଲେ ପଠେଇଦବ ହେଲା, ଦେଲେ ପ୍ରାକ୍ଟିସ ପିଲେ ହେଇଯିବ, ଏଟା ପ୍ରାକ୍ଟିସ ହେଇଯିବ ପିଲେ। ମୁଁ ଏ ସଂଖ୍ୟା ସହ ପିଲେ ପଢିବ ବୋଲି କିଛି ଗ୍ୟାରେଣ୍ଟି ନାହିଁ। ଏଠି ପାୱାର ଏଠି 2 ଅଛି ପାୱାର, ଏଠି ସଂଖ୍ୟାଟା ଅଛି 2, ଏଠି ସଂଖ୍ୟାଟା 3 ଆସିପାରେ, 4 ଆସିପାରେ। ତ କଥା ହଉଛି ମୁଁ ଗୋଟେ ଜେନେରାଲ ଆଇଡିଆ ପିଲେ ମୁଁ ଦେଇଦେଇଛି ଏତିକି, କିନ୍ତୁ ଏଇଟା ସତ ଯେ ଏତିକି ଯଦି ଭଲସେ ପିଲେ ପ୍ରାକ୍ଟିସ କରିଦଉଛ ନା ଅଦେଖା, ଯଦି ସବୁଗୁଡା ନିର୍ଭୁଲ ଭାବରେ ପିଲେ କରିଦଉଛ ନା, ଡେଫିନେଟଲି ପିଲେ ଏକ୍ସାମରେ ବହୁତ ଭଲ ନମ୍ବର ପିଲେ ରଖିବ। ଓକେ, ତ ଦେଖ ହଉଛି ଏକ ମାର୍କିଆ କୋଶ୍ଚିନ୍ଟା ଦେଖ, ଡ୍ର ଦ ଗ୍ରାଫ ଅଫ y ଇକ୍ୱାଲ ଟୁ ଏକ୍ସ ସ୍କୋୟାର। ଠିକ ଅଛି, ମୁଁ ତ y ଇକ୍ୱାଲ ଟୁ ଏକ୍ସ ସ୍କୋୟାର ଗ୍ରାଫ ଦେଇଛି। ତମର ଗ୍ରାଫ ମୁଁ ଯୋଉମାନେ କୋର୍ସ ସବସ୍କ୍ରିପସନ ନେଇଛ ଭଲ ଭାବରେ ଜାଣିପାରୁଥିବ, 22ଟା ନା 23ଟା ଗ୍ରାଫ ପିଲେ କରିଛି। ଗ୍ରାଫରୁ ଗୋଟେ କୋଶ୍ଚିନ୍ ପିଲେ ପାଇବ। ଫାଇଣ୍ଡ ଦ ସେଭେନ ଟର୍ମ ଅଫ ଦ ଏକ୍ସପାନସନ, ଏଟା ବାଇନୋମିଆଲ ଥିଓରମରୁ ପିଲେ ଆସିଛି। 7 ନମ୍ବର ଟର୍ମଟା ପିଲେ କଣ ହବ? ତ ସେଇଭଳିଆ 10 ନମ୍ବର ଟର୍ମ, 15 ନମ୍ବର ଟର୍ମ କିଛି ବି ପିଲେ ପଚାରିପାରେ। ହ୍ୱାଟ ଇଜ ଦ ଡିଗ୍ରୀ, ଡିଗ୍ରୀ ଅଫ ଡିଫରେନ୍ସିଆଲ ଇକ୍ୱେସନ, ଖାଲି ଡିଗ୍ରୀ ବୋଲି ନୁହଁ, ଡିଗ୍ରୀ ଅର୍ଡର ସବୁ ବାହାର କରିବା ପାଇଁ ପିଲେ ଦବ। ଷ୍ଟେଟ ମାକ୍ଲୁରିନ ସିରିଜ, ମାକ୍ଲୁରିନ ସିରିଜଟା ଏଗୁଡ଼ା ସବୁ ପଢେଇଛି ପିଲେ। ଟେଲର ସିରିଜ ଗୋଟେ ସ୍ପେଶାଲ କେସଟା, ସେଗୁଡ଼ା ଏଗୁଡ଼ା ସଲ୍ଭ କରିବା ପାଇଁ କହିଥିବ। ଛୋଟ ଛୋଟ କୋଶ୍ଚିନ୍ ସବୁ ସଲ୍ଭ କରିବା ପାଇଁ କହିଥିବ। ଇଜିଲି ଭେରିଏବୁଲ ସେପାରେବୁଲ ହେଇଯାଇ ପାରୁଥିବ। ଡିଫାଇନ ଟେଲର ସିରିଜ ଅଫ ଏ ଫଙ୍କସନ, ଟେଲର ସିରିଜରୁ ପ୍ରାୟ ଜେନେରାଲି ଗୋଟେ ଲଙ୍ଗ କୋଶ୍ଚିନ୍ ପିଲେ ପଡେ ହେଲା। ଏଠି ଦେଇଛି ଲଙ୍ଗ କୋଶ୍ଚିନ୍, 3 ମାର୍କିଆ ବି ଦେଇଛି। ତ टेलर सीरीज डेफिनेशन आपले चेक वेदर द फंक्शन आर लिनियरली इंडिपेंडेंट, रनस्कियान एटा पिले क्वेश्चन आछि हला। এই দুইটা फंक्शन কইছি লিনিয়রলি ডিপেন্ডেন্ট হবে না, ডিপেন্ডেন্ট হবে ନାହିଁ। বহুত ভালো ভাবে পিলে পড়া হইছে, जो माने ভিডিও দেখিছো সবস্ক্রিপশন নেইছো জানি পড়তো। ফাইন্ড द सीएफ, सीएफ माने पिले कोन कॉम्प्लीमेंटरी फंक्शन ऑफ यार, कॉम्प्लीमेंटरी फंक्शन যদি বাহার করিয়া পাই দেবো শর্ট কোশ্চিন হই যাব পিলে। যদি পুরা সলভ করিয়া পাই কই দেবো লং কোশ্চিন হই যাব। এটা 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 শর্ট কোশ্চিন পিলে হবো কোন পাই, ডান পটে 0 ଅଛି জানি পড়ছো না নাই, ডান পটে 0 ଅଛି মানে कौन हम एटा पार्टिकुलर इंटीग्रल पे बाहर बा जीरो हम। ठीक अच्छे, तो तापर कही देख एक्सपांड 3 नंबर क्वेश्चन पे तुम 1 मार्किया पड़ो, 2 मार्किया पड़ो, 5 मार्किया पड़ो, पे 8 मार्किया पड़ो। एगुड़ा सब 5 मार्क एगुड़ा सब 5 मार्क्स एगुड़ा सब पे 5 मार्क्स तुम एगुड़ा एगुड़ा सब है। तो कही एक्सपांड कॉस टी अबाउट टी इक्वल टू 0 बा टी इक्वल से ओरिजिन भी खाली कही सब बेले कहबनी टी इक्वल टू 0 बोली। तो कॉस टी रे मु लिखी से कॉस एक्स दे पारे पे, कॉस एक्स दे पारे है कि एक्स इक्वल टू 0 कर ओरिजिन एक्स इक्वल टू 0 कर, cos x ଦେଇପାରେ sin x ଦେଇପାରେ। ତ ଜେନେରାଲି ଟେଲର ସିରିଜର ଏଟା ଟେଲର ସିରିଜର କୋଶ୍ଚିନ୍ ଟା, ଟେଲର ସିରିଜ ମୁଁ କିନ୍ତୁ ଯେତିକି କୋଶ୍ଚିନ୍ ପିଲେ କରେଇଛି ଖାତାରେ ସେଠି ସଫିସିଏଣ୍ଟ ପିଲେ। ବୁଝିପାରୁଛ ନା ନାଇଁ କଣ କହୁଛି? ଯେତିକି କୋଶ୍ଚିନ୍ ତୁମକୁ ମୁଁ କରେଇଛି ସବସ୍କ୍ରିପସନ ଯୋଉମାନେ ନେଇଛ, ସେତିକି କୋଶ୍ଚିନ୍ ସଫିସିଏଣ୍ଟ ସଫିସିଏଣ୍ଟ ପିଲା ହେଇଯିବ। ବାକି ନିର୍ଭୁଲ ଭାବରେ ସେତିକି କରିପାରୁଥିବା ଦରକାର। ତ ସଲ୍ଭ ପିଲା କହିଛି ଏଟା ଗୋଟେ ଇକ୍ୱେସନ ସଲ୍ଭ କରିବା ପାଇଁ, ଏଟା ବାରମ୍ବାର ମୁଁ କେତେ ଟାଇମ ବି ଦେଖିଲିଣି ବି ଏକ୍ସାମରେ ବାରମ୍ବାର ଏଟା ପିଲେ ପଡେ। ଏଟା ଇଣ୍ଟିଗ୍ରେଟିଂ ଫ୍ୟାକ୍ଟର ବାହାର କରିକି ଏଟାକୁ ପିଲେ ସଲ୍ଭ କରିବ। ସେଭଳିଆ ଏଟା ଗୋଟେ ସଲ୍ଭ କରିବା ପାଇଁ ଦେଇଛି, ଏଟା ବଡଟା ମୁଁ ଦେଇଛି। ଏଇଟା ଯଦି ତମେ ସଲ୍ଭ କରୁଛ ତମର ଏକାଥରେ ଫର୍ମୁଲା ସବୁ ମନେ ରହିଯିବ। ଏଟା ଇ ଟୁ ଦି ପାୱାର ମାଇନସ ଏକ୍ସ ର ଅଲଗା ଫର୍ମୁଲା, cos x ର ପାର୍ଟିକୁଲାର ଇଣ୍ଟିଗ୍ରାଲ ଯେତେବେଳେ ବାହାର କର, x ସ୍କୋୟାର ଅଲଗା ଫର୍ମୁଲା, ଏଟାକୁ ଗୋଟେ କରିଦେଲେ ବି ତମର ପୁରା ପ୍ରାକ୍ଟିସ ହେଇଯିବ ପିଲେ। ବୁଝିପାରୁଛ ନା? ଜେନେରାଲି ଲଙ୍କୁଚାନ ଏଭଳିଆ ପଡେ, ଟେଲର ସିରିଜ ଗୋଟେ ପଡିଥାଏ, ଆଉ ଏଇ ସଲ୍ଭ ଗୁଡାରୁ ଦେଇଥିବ। ସଲ୍ଭ ମାନେ ଯୋଉଟା ଫାଷ୍ଟ ୟୁନିଟ ର ଫାଷ୍ଟ ପାର୍ଟରେ ଯୋଉଟା ଅଛି ତମର ହେଲା କି, ପାର୍ଟିକୁଲାର ଇଣ୍ଟିଗ୍ରାଲ ବାହାର କରିକି ଯୋଉଟା ପିଲେ ତମେ ସଲ୍ଭ କର, କମ୍ପ୍ଲିମେଣ୍ଟାରୀ ଫଙ୍କସନ ଆଉ ପିଆଇ ବାହାର କରିକି ଟୋଟାଲ ସଲ୍ୟୁସନ ଟାକୁ ଦୁଇଟାକୁ ମିଶଉଛ ହେଲା କି। ତ ତାପରେ ଦେଖ ଏଟା ହୋମୋଜିନିୟସ ରୁ ପିଲେ क्वेश्चन ଆସିଛି ଲଙ୍ଗ କୋଶ୍ଚିନ୍ ଗୁଡା, ଏଗୁଡା ସବୁ 8 ମାର୍କ ପିଲେ ହେଲା, 8 ମାର୍କ ପିଲେ। ତ ସେଇଭଳିଆ ସଲ୍ଭ ଏଟା ଗୋଟେ ସଲ୍ଭ କରିବା ପାଇଁ କହିଛି, କମ୍ପ୍ଲିମେଣ୍ଟାରୀ ଫଙ୍କସନ ବାହାର କରିକି ବାହାର କରିବ ହେଲା। ଏଇଟା ସେଇଭଳିଆ ଗୋଟେ ସଲ୍ଭ କରିବା ପାଇଁ ଦେଇଛି। ଏଟା ବୋଧେ ତମର ଦେଖିବ ଲିନିୟର ଡିଫରେନ୍ସିଆଲ ଇକ୍ୱେସନ ଭଳିଆ ଲାଗୁଛି, ଏଟା ଚେକ୍ କରିବ ହେଇଯିବ। ତାପରେ ଦେଖ ପାର୍ଟ ଟୁ, ପାର୍ଟ ଟୁ ପିଲା ଦୁଇଟା ପାର୍ଟ ଅଛି ନା ମ୍ୟାଥମେଟିକାଲ ଫିଜିକ୍ସ ର, ଦୁଇଟା ପାର୍ଟ ପିଲା ଅଛି। ୟୁନିଟ୍ 1 ଟା କାଲକୁଲସ 1 ଗୋଟେ ଦେଇଛି, କାଲକୁଲସ 2, କାଲକୁଲସ 2 ପୂର୍ବରୁ କେବଳ ୟୁନିଟ୍ 1 ରେ କାଲକୁଲସ 1 ଟା ହିଁ ପିଲେ ରହିଥିଲା, ଏବେ ଗୋଟେ ୟୁନିଟ୍ ରେ ଦୁଇଟା ସାରା ପିଲେ ଦେଇ ଦେଇଛି। ତ ଏଇ क्वेश्चन गुड़ा से କରିବ। ପାର୍ସିଆଲ ଡେରିଭେଟିଭ ଦେଇଛି, ଡିଫାଇନ୍ ପାର୍ସିଆଲ ଡେରିଭେଟିଭ ଅଫ ଏ ଫଙ୍କସନ ପଢୁଛି ଏକ୍ସାମ ରେ, ଏକ୍ସାମ ରେ ପଢୁଛି। ତମେ କହିବ ସାର୍ ଡେଫିନେସନ ପଢୁଛି ଏକ୍ସାମ ରେ ବୋଲି ଦେଇଛି ପିଲେ। ଇଏ ଏଫ ର ଭ୍ୟାଲୁ ଦେଇଛି, ଏଫ ଏକ୍ସ ଏକ୍ସ ଏଫ ଏକ୍ସ ଏଫ ୱାଇ ଜେଡ ଏଫ ଜେଡ ର ଭ୍ୟାଲୁ ପିଲା ମାଗିଛି। ସବୁ କରାହେଇଛି ନୋଟ ରେ, ସବୁ ୟାର ସବୁ ଗୁଡାର ଆନ୍ସର ପିଲେ ନୋଟ ରେ ଅଛି, ନୋଟ ଖାତାରେ ହିଁ ପିଲେ ତମର ଅଛି। ଯୋଉମାନେ ସବସ୍କ୍ରିପସନ ନେଇଛ ଭଲ ଭାବରେ ଜାଣିପାରୁଥିବ। ଏଫ ଦେଇ ଦେଇଛି ପିଲା ସାଇନ୍ ଇନଭର୍ସ ୱାଇ ବାଇ ଏକ୍ସ, ଏଫ ଏକ୍ସ ର ଭ୍ୟାଲୁ ବାହାର କରିଛି, ଏଫ ୱାଇ ର ଭ୍ୟାଲୁ ବାହାର କରିଛି। ଏଗୁଡ଼ା ସବୁ ପାର୍ସିଆଲ ଡେରିଭେଟିଭ ର ପିଲା ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍। ୟୁରୋ ଭ୍ୟାଲୁ ଦେଇ ଦେଇଛି, ଏଟା ତ ପ୍ଲସ ଟୁ ରେ ପିଲେ ପ୍ରାୟ ଥିଲା, ତମର ପ୍ଲସ ଟୁ ମ୍ୟାଥମେଟିକ୍ସ ରେ ପ୍ରାୟ ଥିଲା। ୟୁରୋ ଭ୍ୟାଲୁ ଦେଇଛି, ଏଟା ପାୱାର ଦେଇଛି ପିଲା ହେଲା। ୟୁରୋ ଭ୍ୟାଲୁ ଦେଇଛି, ଏଟା କହୁ ଜିରୋ ପ୍ରୁଭ କର। ଲଙ୍ଗ କ୍ୱେଶ୍ଚିନ୍ ହେଇଯିବ ପିଲା, ଏଟା 5 ମାର୍କିଆ କ୍ୱେଶ୍ଚିନ୍ ହେଇଯିବ। ଚେକ୍ ଦ ଏକ୍ସାକ୍ଟନେସ୍, ଏଟା ଏକ୍ସାକ୍ଟ ହବ ନା ହବନି ପିଲା, ଯୋଉ ଫର୍ମୁଲା ଶିଖେଇଛି ପିଲା ଏକ୍ସାକ୍ଟନେସ୍ ହବ ନା ହବନି, ତାକୁ ନେଇକି ପ୍ରୁଭ କର। ଏଟା ପ୍ରୁଭ କର, କାଲକୁଲେସନ କର, କାଲକୁଲେସନ କରିକି ମତେ ପିଲେ ପଠାଉ ତମେ। आंसर ऑल द इक्वेशन क्वेश्चन, फाइंड द मिनिमम वैल्यू ऑफ 80 एक्स स्क्वायर प्लस वाई स्क्वायर प्लस जेड स्क्वायर सब्जेक्ट टू कंडीशन आपले देई एटा लाग्रांज मेथड टू प्ले अछि। लाग्रांज मेथड मु सत कथा कहि दोछि पिले, देखो लाग्रांज मेथड रे मु जेति क्वेश्चन करैछि, चारि पांचटा क्वेश्चन करैछि, ताकू ही भलो भाबरे पिले प्रैक्टिस कर दियो, ताकू ही भलो भाबरे प्रैक्टिस कर दियो। सेई भितरु पड़ी जबार चांसेस पिले बहुत अछि। जदि बाय चांस स्लिप कला सेटू ता और जो क्वेश्चन आ पड़थिबो करि परिबो कोन भाई। यूनिट 1 नु एगुडा तो मु पढे भलो से करै दिछि ना, पूरा भलो से कर दिछि, एगुडा सब गुडा पिले भलो से आलोचना कर दिछि, आराम से डेफिनेटली पिले करि परिबो।
କିନ୍ତୁ ଯେତିକି କ୍ୱେଶ୍ଚିନ୍ ଲାଙ୍ଗରାଜରୁ ମୁଁ କରେଇଛି ସେତିକି କ୍ୱେଶ୍ଚିନ୍ ଦେଖିଦେଲେ ସଫିସିଏଣ୍ଟ ପିଲେ। ପୁରା ଇମ୍ପୋର୍ଟାଣ୍ଟ ଗୁଡ଼ା ହିଁ ବାଛିକି କରିଛି। ଆଉ ଲାଙ୍ଗରାଜଟା ବଡ଼ ହୁଏ ସବୁବେଳେ, ବହୁତ ବଡ଼ ବଡ଼ ହବ। ତୁମେ କେତେ ମେଥଡ଼ ମନେ ରଖି ରଖି ଯିବ, ବୁଝିପାରୁଛ ନା ନାହିଁ? ତେଣୁ ଯେତିକି କ୍ୱେଶ୍ଚିନ୍ ଖାତାରେ ମୁଁ କରିଛି ସେତିକି କରିଦେଇକି ଯାଉ ସଫିସିଏଣ୍ଟ ପିଲେ। ସଲ୍ଭ ପିଲେ କହିଦେଇଛି, ସଲ୍ଭ ଏଇଟା ସଲ୍ଭ କରିବା ପାଇଁ ପିଲେ କହିଛି, ଏଇଟା ଗୋଟେ ଇକ୍ୱେସନ୍, ସେଗୁଡ଼ା ଏଟା ସଲ୍ଭ କରିବା ପାଇଁ କହିଛି। ତ କଥା ହେଉଛି ପିଲେ ଇଏ ମାନେ ସଲ୍ଭ ହିଁ ସେ ଏକ୍ଜାମରେ ସେ ଦେବ। ତମକୁ ସେଇଠି ଦେଖିବା ପାଇଁ ପଡ଼ିବ ଏଟା ଲିନିୟର ଡିଫରେନ୍ସିଆଲ ଇକ୍ୱେସନ୍ ନା ହୋମୋଜିନିୟସରେ ସଲ୍ଭ କରିବି ନା ଭେରିଏବଲ୍ ସେପାରେବୁଲରେ କରିବି, କୋଉଥିରେ କରିବି, ସେଇଟା ତ ଇମ୍ପୋର୍ଟାଣ୍ଟ। ପଢ଼େଇଲା ବେଳେ ତ ବହୁତ ସିମ୍ପଲ ପିଲେ, ଯେତେବେଳେ ମୁଁ ହୋମୋଜିନିୟସ୍ ପଢ଼େଇଲି ହୋମୋଜିନିୟସର କାଲକୁଲେସନ୍ ସବୁ କରାଗଲା। ତେଣୁ ଯେତେ ପ୍ରାକ୍ଟିସ୍ ପିଲେ କରିବ, ବର୍ତ୍ତମାନ ବି ସଫିସିଏଣ୍ଟ ଟାଇମ୍ ଅଛି, କିଛି ଅସୁବିଧା ନାହିଁ ପିଲେ। ମାର୍ଚ୍ଚ ମାସରେ ଏକ୍ଜାମ ହବ ଜେନେରାଲି, ମ୍ୟାକ୍ସିମମ୍ ଜାଗାରେ ମାର୍ଚ୍ଚ ମାସରେ ଏକ୍ଜାମ ହବ, ନହେଲେ ଫେବୃଆରୀ ଲାଷ୍ଟରେ ଏକ୍ଜାମ ହବ। ତ ଟାଇମ୍ ତ ଅଛି, ତମେ ଆରାମସେ ପ୍ରିପାରେସନ୍ କର। ମ୍ୟାଥମେଟିକାଲ ଫିଜିକ୍ସ ରହିଛି ଆଉ ତମର ମେକାନିକ୍ସ ରହିଛି। ମେକାନିକ୍ସର ତ କ୍ୱେଶ୍ଚିନ୍ ସେଇ ସିଲେକ୍ସନ କ୍ୱେଶ୍ଚିନ୍ ଯୋଉଗୁଡ଼ା ଦିଆହେଉଛି ସେଗୁଡ଼ାରୁ ପିଲେ କ୍ୱେଶ୍ଚିନ୍ ପାଇଯିବ। ମ୍ୟାଥମେଟିକାଲ ଫିଜିକ୍ସ ଖାଲି ସଂଖ୍ୟା ଗୁଡ଼ା ଏଗୁଡ଼ା ଚେଞ୍ଜ ହବ। ତ ମ୍ୟାଥମେଟିକାଲ ଫିଜିକ୍ସ ତମେ ଖାତା ଯେଉଁମାନେ ସବସ୍କ୍ରିପସନ୍ ନେଇଛ ନୋଟ୍ ତ ଡେଫିନେଟଲି ଲେଖିଥିବ, ତାକୁ ବାରମ୍ବାର ପ୍ରାକ୍ଟିସ୍ କରିଚାଲ। ସେତିକିକୁ ଭଲସେ ପିଲେ ପ୍ରାକ୍ଟିସ୍ କରିଦିଅ। ସଫିସିଏଣ୍ଟ କରାହେଇଛି, ସଫିସିଏଣ୍ଟ କ'ଣ, ସଫିସିଏଣ୍ଟରୁ ବି ଅଧିକା କରାହେଇଛି ପ୍ରୋବ୍ଲେମ୍। ଖାଲି ସେତିକି ପ୍ରୋବ୍ଲେମ୍ ଦେଖିଦେଇ ଗଲେ ପିଲେ ସଫିସିଏଣ୍ଟ ହେଲା କି, ପୁରା କାଫି ପିଲେ କାଫି। ଠିକ୍ ଅଛି। ତ ଏଇଟା ପିଲେ ହେଇଗଲା ୟୁନିଟ୍ 1 ମ୍ୟାଥମେଟିକାଲ ଫିଜିକ୍ସର। ନେକ୍ସଟ ଭିଡ଼ିଓ କ'ଣ ଆସିବ ପିଲେ ତମେ କମେଣ୍ଟ ବକ୍ସରେ ଜଣାଇବ। ନେକ୍ସଟ କୋଉ ୟୁନିଟ୍ର କୋଉ ପେପରର ମେକାନିକ୍ସର ଦେବି କି ମ୍ୟାଥମେଟିକାଲ ଫିଜିକ୍ସର ପିଲେ ଦେବି, କୋଉ ୟୁନିଟ୍ଟା ଦେବି ତାର ସିଲେକ୍ସନ୍ ମୋତେ ପିଲେ ମେସେଜ କରିଦେବ, ଏଇ କମେଣ୍ଟ ବକ୍ସରେ ଲିଖିଦେବ। ତ ଭଲ ଭାବରେ ପିଲେ ପ୍ରାକ୍ଟିସ୍ କରିଯାଅ, ପୁରା ରେଣ୍ଡମ୍ ପ୍ରାକ୍ଟିସ୍। ବର୍ତ୍ତମାନ ଆମର ହାତରେ କ'ଣ ଅଛି, ଟାଇମ୍ ଅଛି। ଯେତିକି ଟାଇମ୍ ଅଛି ଆମେ ତାକୁ ବେଷ୍ଟ ୟୁଟିଲାଇଜ୍ ପିଲେ କରିବା, ବେଷ୍ଟ ୟୁଟିଲାଇଜ୍। ଆରାମସେ ପିଲେ ପ୍ରାକ୍ଟିସ୍ କର, ପ୍ରାକ୍ଟିସ୍ କରିଦେଲେ ରେଜଲ୍ଟ ବହୁତ ଭଲ ହେବ। 100ରୁ 100 ପିଲା ମାର୍କ ରଖୁଛନ୍ତି ମ୍ୟାଥମେଟିକାଲ ଫିଜିକ୍ସରେ ହେଲା କି। ସବସ୍କ୍ରିପସନ୍ ନେଇକି ପଢ଼ିକି 100ରୁ 100 ଗୋଟେ ଦୁଇଟା ନ୍ୟାୟ ପିଲେ ବହୁତ ପିଲା ମାର୍କ ରଖୁଛନ୍ତି। ତେଣୁ କିଛି ଅସୁବିଧା ନାହିଁ ପିଲେ, ଆରାମସେ ପୁରା ପଢ଼, ବିନ୍ଦାସ ପ୍ରାକ୍ଟିସ୍ କର, ରେଣ୍ଡମ୍ ପ୍ରାକ୍ଟିସ୍ କର, ମଜା ଆସିଯିବ, ପାଠରେ ମଜା ଆସିଯିବ। ତମର ମ୍ୟାଥମେଟିକ୍ସ +2 ସେକେଣ୍ଡ ଇୟରରେ ଫିଜିକ୍ସ ପଢ଼ୁଥିଲ, ଏଠି ମ୍ୟାଥମେଟିକାଲ ଫିଜିକ୍ସ ମୁଁ ପଢ଼ଉଛି। ଡିଫରେନ୍ସ ବୁଝିପାରୁଛ ନା ନାହିଁ? ମୁଁ କ'ଣ କହିଲି ପ୍ରଥମରୁ କହିଛି ମେକାନିକ୍ସ ଅପେକ୍ଷା ମ୍ୟାଥମେଟିକାଲ ଫିଜିକ୍ସ ସହଜ। ଯେଉଁମାନେ କ୍ଲାସ୍ କରିଛ ଭଲ ଭାବରେ ପିଲେ ଜାଣିପାରୁଥିବ। ଠିକ୍ ଅଛି। ତ ଦେଖା ହେବ ପିଲେ ଏତିକି ଭଲସେ ପ୍ରାକ୍ଟିସ୍ କରିକି ମୁଁ ଯେଉଁ ହ୍ୱାଟ୍ସଆପ୍ ନମ୍ବର ଦେଲି 9090171794, ଏଇ ନମ୍ବରରେ ହ୍ୱାଟ୍ସଆପ୍ କରିଦିଅ। ତା ସହିତ ପିଲେ କମେଣ୍ଟ ବକ୍ସରେ ଲେଖିକି ଦେବ ୟା ପରେ କେଉଁ ପେପରର କେଉଁ ୟୁନିଟ୍ଟା ସିଲେକ୍ସନ୍ ପିଲେ ତମର ଦରକାର। ଠିକ୍ ଅଛି। ତ ଦେଖା ହେବ ପିଲେ ଆଉ ଗୋଟେ ଇଣ୍ଟରେଷ୍ଟିଂ କ୍ଲାସ୍ରେ। ଟିଲ୍ ଦେନ୍ ପିଲେ ବାଏ ବାଏ, ଟେକ୍ କେୟାର, ଅଲ୍ ଦ ବେଷ୍ଟ।